Or to the west wind ର ଫାଷ୍ଟ କ୍ୟାଣ୍ଟୋ ଏକ୍ସପ୍ଲାନେସନ୍ ଦେଖିବା। ତ ଏଠି ଫର୍ଷ୍ଟ ଲାଇନ୍ରେ କୁହାଯାଇଛି ଓ ୱାଇଲ୍ଡ ୱେଷ୍ଟ ୱିଣ୍ଡ thou breath of autumn's being। Throughout the poem the figure of speech apostrophe has been used। Apostrophe means a direct address to a dead or absent person or an object or an abstract idea or concept। west wind ଏଠି ଗୋଟେ abstract concept ହିସାବରେ କାର୍ଯ୍ୟ କରୁଛି। ତ ଆମେ wind କୁ ଜଷ୍ଟ ଫିଲ୍ କରିପାରିବା, ଦେଖିପାରିବାନି, ବଟ୍ ଏଠି wind କୁ ସ୍ପିକର ଗୋଟେ ପାୱାରଫୁଲ୍ ସ୍ପିରିଟ୍ ହିସାବରେ କନସିଡର କରୁଛନ୍ତି। ଏଇ ପାୱାରଫୁଲ୍ ସ୍ପିରିଟ୍ ସୋସାଇଟିରେ କ'ଣ କ'ଣ ଚେଞ୍ଜେସ୍ ଆଣିପାରିବ ବା ଏଟା ହାଉ ଇଟ୍ କ୍ୟାନ୍ ୱାର୍କ, ତ ଥ୍ରୁ ଆଉଟ୍ ଦ ପୋଏମ୍ ଏଟା ଡେସ୍କ୍ରାଇବ୍ କରାଯାଇଛି। As we all know, P.B. Shelley was a revolutionary poet। ତ ଏଠି ଆମେ ଦେଖିବା ୱେଷ୍ଟ ୱିଣ୍ଡ ଭିତରେ କେମିତି ସେ ରିଭଲ୍ୟୁସନାରୀ ସ୍ପିରିଟ୍ଟାକୁ ଦେଖିବାକୁ ପାଇଛନ୍ତି। ଫାର୍ଷ୍ଟ ଷ୍ଟାଞ୍ଜାରେ ଏଠି ସ୍ପିକର କହୁଛନ୍ତି ଓ ୱାଇଲ୍ଡ ୱେଷ୍ଟ ୱିଣ୍ଡ, ଯେତେବେଳେ ତୁ ନିଶ୍ୱାସ ନେଉଛୁ ଦ୍ୟାଟ୍ ମିନ୍ସ ଯେତେବେଳେ ୱେଷ୍ଟ ୱିଣ୍ଡ ବହୁଛି ତ ସେତେବେଳେ ଜଣା ପଡ଼ିଯାଉଛି ଅଲରେଡ଼ି ଅଟମ୍ ସିଜନ୍ ଆସିଗଲାଣି। ତ ଅଟମ୍ର ଏକ୍ଜିଷ୍ଟେନ୍ସଟା ଆମେ ୱେଷ୍ଟ ୱିଣ୍ଡରୁ ଜାଣିପାରୁଛନ୍ତି। thou from whose unseen presence the leaves dead are driven like ghosts from an enchanter fleeing। ୱେଷ୍ଟ ୱିଣ୍ଡକୁ ଆମେ ଦେଖିପାରନ୍ତି ନାହିଁ, କେବଳ ତାକୁ ଫିଲ୍ କରିପାରନ୍ତି। ତ ଏଇଟା ସେ କହୁଛନ୍ତି ୱେଷ୍ଟ ୱିଣ୍ଡର ଅନସିନ୍ ପ୍ରେଜେନ୍ସ ଡେଡ୍ ଲିଭ୍ସ, ଅର୍ଥାତ୍ ଗ୍ରୀନେରୀ ନଥିବା ପତ୍ର ଗୁଡ଼ିକ, ଶୁଖି ଯାଇଥିବା ପତ୍ର ଗୁଡ଼ିକ ଉପରେ କିପରି କାର୍ଯ୍ୟକାରୀ କରନ୍ତି। ଜଣେ ଏନଚାଣ୍ଟର ଅର୍ଥାତ୍ ଜଣେ ମନ୍ତ୍ର ଜାଣିଥିବା ଲୋକ ଯେମିତି ଘୋଷ୍ଟ ମାନଙ୍କୁ ଦୌଡ଼େଇ ଦିଏ ବା ଘୋଷ୍ଟ ମାନଙ୍କୁ କଣ୍ଟ୍ରୋଲ କରିବା ପାଇଁ ଯେମିତି ଏନଚାଣ୍ଟରର ୱାର୍କ ଥାଏ, ଠିକ୍ ସେଇଭଳି ଯେପରି ୱେଷ୍ଟ ୱିଣ୍ଡ ମଧ୍ୟ ଏଇ ଡେଡ୍ ଲିଭ୍ସ ମାନଙ୍କୁ କଣ୍ଟ୍ରୋଲ କରୁଛି। ଦ୍ୟାଟ୍ ମିନ୍ସ ଏଇ ୱେଷ୍ଟ ୱିଣ୍ଡ ହିଁ ଡେଡ୍ ଲିଭ୍ସ ଗୁଡ଼ାଙ୍କୁ ଉଡ଼େଇ ନେଉଛି ବା ତା ପଛେ ପଛେ ଦୌଡ଼େଇ ପାରୁଛି। ଏନଚାଣ୍ଟର ଯେପରି ଭାବରେ ଘୋଷ୍ଟ ମାନଙ୍କୁ କଣ୍ଟ୍ରୋଲ କରିପାରନ୍ତି, ଠିକ୍ ସେହିପରି ଭାବରେ ୱେଷ୍ଟ ୱିଣ୍ଡ ମଧ୍ୟ ଡେଡ୍ ଲିଭ୍ସ ଗୁଡ଼ିକୁ କଣ୍ଟ୍ରୋଲ କରିଥାନ୍ତି। ସେକେଣ୍ଡ ଷ୍ଟାଞ୍ଜାରେ ଲିଭ୍ସ ଗୁଡ଼ିକର କଲର କହିଛନ୍ତି। କିଛି ଲିଭ୍ସ ୟେଲୋ କଲର, କିଛି ବ୍ଲାକ୍, କିଛି ପେଲ୍ ମିନ୍ସ କଲରଲେସ୍ ହେଇଯାନ୍ତି, ଆଉ କିଛି ଅତି ଶୁଖିଗଲା ପରେ ଯେଉଁ ହେକ୍ଟିକ୍ ରେଡ୍ କଲରର ହେଇଥାନ୍ତି। ପେଷ୍ଟିଲେନ୍ସ ଷ୍ଟ୍ରିକେନ୍ ମଲ୍ଟିଚ୍ୟୁଡ୍ସ, ତ ଏଇ ଯେଉଁ ପତ୍ର ଗୁଡ଼ା, ଶୁଖିଲା ପତ୍ର ଗୁଡ଼ା ବିଭିନ୍ନ ରଙ୍ଗରେ ସବୁ ପଡ଼ିଥାନ୍ତି। ତ ଏଗୁଡ଼ା ଲାଗୁଥାଏ ଯେମିତି ବହୁତ ସଂଖ୍ୟକ ରୋଗୀ ସବୁ, ପେଷ୍ଟିଲେନ୍ସ ଷ୍ଟ୍ରିକେନ୍ ମଲ୍ଟିଚ୍ୟୁଡ୍ ମିନ୍ସ ବହୁ ସଂଖ୍ୟକ ରୋଗୀ ସବୁ ପଡ଼ିଛନ୍ତି। ତ ରୋଗୀମାନଙ୍କ ଭିତରେ କ'ଣ ମନରେ ମୁହଁରେ ଚାର୍ମ ନଥାଏ, ତ ଏଠି ସେ କହୁଛନ୍ତି ପତ୍ରଗୁଡ଼ିକୁ କମ୍ପେୟାର କରୁଛନ୍ତି ଯେମିତି ବହୁ ସଂଖ୍ୟକ ରୋଗୀ ସବୁ ଠୁଳ ହୋଇଛନ୍ତି, ଏକଜୁଟ ହୋଇଛନ୍ତି। ୱେଷ୍ଟ ୱିଣ୍ଡ ଏଇ ଯେଉଁ ପତ୍ର ଗୁଡ଼ିକୁ ସବୁ ଉଡ଼େଇକି ନେଇଯାଏ, ଉଡ଼େଇକି ନେଇକି ରଖିଦିଏ ଡାର୍କନେସ୍ ଭିତରେ ବା ତାଙ୍କର ୱିଣ୍ଟ୍ରି ବେଡ଼୍ରେ ତାଙ୍କୁ ଶୁଆଇ ଦିଏ, ଅର୍ଥାତ୍ ଏଇ ପତ୍ର ଗୁଡ଼ିକ ସେମିତି ପଡ଼ି ରୁହନ୍ତି ୱିଣ୍ଟର ସିଜନ୍ ପର୍ଯ୍ୟନ୍ତ, ତାଙ୍କର କିଛି ୱିଦାଉଟ୍ ନୋ ମୁଭମେଣ୍ଟ, ମେ ବି ତାପରେ ଶୁଖି ଯାଇପାରନ୍ତି, ମାଟିରେ ପୁରା ମିଶି ଯାଇପାରନ୍ତି, କିନ୍ତୁ ପୁରା ତାଙ୍କୁ ଉଡ଼େଇକି ନେଇଯାଏ ପୁରା ତାଙ୍କର ୱିଣ୍ଟ୍ରି ବେଡ଼୍ ପର୍ଯ୍ୟନ୍ତ। ନେକ୍ସଟ ଷ୍ଟାଞ୍ଜାରେ ସିଡ୍ସ ମାନଙ୍କୁ କମ୍ପେୟାର କରୁଛନ୍ତି କାହା ସହିତ ଦେଖିବା। ପ୍ରତ୍ୟେକ ଗଛର ଯେଉଁ ମଞ୍ଜି ଗୁଡ଼ା ଫଳ ହେଲା, ତ ଏଠି କହୁଛନ୍ତି ଯେପରି ଭାବରେ ଗୋଟେ ଗ୍ରେଭ୍ରେ ଗୋଟେ ମୃତ୍ୟୁବରଣ କରିଥିବା ଲୋକଟି ଶୋଇ ରହେ, ମାନେ ପଡ଼ି ରହେ ୱିଦାଉଟ୍ ଏନି ମୁଭମେଣ୍ଟ। ଯେଉଁ ମୃତ୍ୟୁବରଣ କରିସାରିଥିବା ଲୋକଟି ଆମେ ଯେତେବେଳେ ତାକୁ କଫିନ୍ ଭିତରେ ଶୁଆଇ ଦିଅନ୍ତି, ତ ସେ କିଛି ତା ହାତ ଗୋଡ଼ ହଲଚଲ ହୁଏନି ବା କିଛି ମୁଭମେଣ୍ଟ ହୁଏନି, କିଛି ଆକ୍ଟିଭିଟି ସେଠି ହୁଏ ନାହିଁ। କୋଲ୍ଡ ଆଣ୍ଡ ଲୋ ଏଠି ମଧ୍ୟ ସେମ୍ ଜିନିଷକୁ ବୁଝଉଛି। ଯେଉଁ ସିଡ୍ସ ଗୁଡ଼ା ଯେତେବେଳେ ପଡ଼ି ରୁହନ୍ତି ସେମାନେ ପ୍ୟାସିଭଲି ପଡ଼ି ରୁହନ୍ତି। କୋଲ୍ଡ ବୁଝାଉଛି ପ୍ୟାସିଭ୍ କଣ୍ଡିସନକୁ, ୱିଦାଉଟ୍ ଏନି ଆକ୍ସନ୍, ଜର୍ମିନେସନ୍ ହୁଏ ନାହିଁ କି କିଛି ହୁଏନି, ମଞ୍ଜି ଗୁଡ଼ିକ ଜଷ୍ଟ ଏମିତି ପଡ଼ି ରହନ୍ତି, ତାଙ୍କର କିଛି ଇମ୍ପ୍ରୁଭମେଣ୍ଟ ହୁଏନି, ନୋ ମୁଭମେଣ୍ଟ, ନୋ ଆକ୍ସନ୍। ଆକ୍ସନ୍ ବୁଝାଉଛି ଯେ ଜର୍ମିନେଟ୍ ହେଇକି ଛୋଟ ଚାରା ଗଛ ହବାକୁ ଏସବୁ କିଛି ହୁଏ ନାହିଁ। ଏଇ ଯେଉଁ ମଞ୍ଜି ଗୁଡ଼ିକ ଏମିତି ପଡ଼ି ରୁହନ୍ତି କେତେ ଦିନ ପର୍ଯ୍ୟନ୍ତ? ସ୍ପ୍ରିଙ୍ଗ ସିଜନ୍ ଆସିବା ପର୍ଯ୍ୟନ୍ତ। ଅଟମ୍ର ସିଷ୍ଟର କାହାକୁ କୁହାହେଉଛି? ସ୍ପ୍ରିଙ୍ଗ ସିଜନ୍କୁ କହୁଛନ୍ତି ଦାଇନ୍ ଆଜ୍ୟୁର ସିଷ୍ଟର ମିନ୍ସ ଟୁଇନ୍ ସିଷ୍ଟର ଯେଉଁଟା କହିପାରିବା, ଆସିବା ପର୍ଯ୍ୟନ୍ତ ଏଇ ମଞ୍ଜି ଗୁଡ଼ିକ ଏମିତି ପ୍ୟାସିଭଲି ପଡ଼ି ରୁହନ୍ତି। ଡ୍ରିମିଂ ଆର୍ଥ କଥା କୁହାଯାଇଛି। ତ ଏଠି
आर्थ को पर्सनिफाए कराई आर्थ ड्रीमिंग करुए अर्थात स्वप्न देखुए आर्थ केतेबेले स्वप्न देखे आर्थ जितेबले पैसिवली पड़ी रुहे अर्थात आर्थ रे किसी एक्टिविटी हुए किसी एक्टिविटी अर्थात ये कल्टिवेशन हुए आर्थ रे कि एक्टिविटी हुए कल्टिवेशन हुए तो आर्थ को आम जिते कल्टिवेट करुँच तो से आर्थटा वर्किंग रोचे आते आर्थ रे किसी कल्टिवेशन हो नहीं तो ये स्पीकर कहते जे आर्थ से स्वप्न देखु था स्प्रिंग सीजन जिते वेस्ट विंड आसे तार गोटे क्लारियन मीन्स गोटे डाकरा दिए गोटे तुरी बजेला भाया गोटे डाकरा देकी स्वप्न देखुवा आर्थ को निदरू उठे दिए एवं आर्थ को फिल कर दिए कौथरे फिल कर दिए सुंदर बास्ना रे महकई दौथिबा बास्ना सबू समतल भूमि पर्वत भूमि पर्यंत चारिआडे खेली जाए समतल भूमि नहीं पर्वत भूमि पर्यंत चारिआडे फूल कढ़ी मानकर सुमधुर बास्ना खेली जावा सहित विभिन्न रंगर कलर मध्य ह्यूज मीन्स कलर तो बहुत सुंदर सुंदर कलर मध्य चारिआडे आम देखा पाती कौ सीजन ले स्प्रिंग सीजन ले सबू स्टांजर आम देखा 3 लाइन्स लिखाई बट लास्ट स्टांजर एठी 2 लाइन कपलेट गुटे अच्छी स्पीकर एठी वेस्ट विंड को वाइल्ड स्पिरिट बोली कंसीडर करिसेंती तो कहउछन ए जो वाइल्ड स्पिरिटा दुई प्रकार कार्य करे तो ये वाइल्ड स्पिरिटा गोटे डिस्ट्रॉयर एंड प्रिजर्वर काम मध्य करे वेस्ट विंड ऑटम सीजन ले सब किछि उड़े की मंजी फंजी सब झड़े दिए मंजी गुड़ी को लेकिन एणे तेणे पकई दिए एवं स्प्रिंग सीजन ले से सब पुणी थरे जर्मिनेट हवा लगे अर्थात न्यू लाइफ क्रिएट हुए ताहले गोटे साइड रे वेस्ट विंड किछि डिस्ट्रॉय करुथिबा बेले किछि मध्य क्रिएट करे सेही डिस्ट्रक्शन नहेले क्रिएशन हुअंता नहीं तो से जो क्रिएशन पाई ही डिस्ट्रक्शन आवश्यकता थाए पोएम रो प्रत्येक कैंटू जदि आम देखा 14 लाइन्स अच्छी जोटा कि गोटे सनेट रो फॉर्म रे अच्छी को फिगर ऑफ स्पीच यूज होइछि कैंटू रे देखिबा फर्स्ट स्टांजा रे जो लाइक घोस्ट अच्छी तो ये जानी सिमिली एस्टिलेंस स्ट्रिकेन मल्टीट्यूड तो ये मेटाफर यूज होइछि डायरेक्ट कंपैरिजन होइछि इट्स लाइक ए कॉर्प्स तो ये मध्य सिमिली यूज होइछि ड्रीमिंग अर्थ एटा पर्सनिफिकेशन यूज होइछि फोर्थ स्टांजा रे जो लिखा है ड्राइविंग स्वीट बर्ड्स लाइक फ्लॉक्स टू फीड इन एयर एठी मध्य सिमिली यूज होइछि जने शेपर्ड जेमिति तांकर शिप गुडांकु नेकी जाए खुआइबा पाई जेमिति कंट्रोल करिकी नेकी जाए जेमिति तांको गोड़ेकी नेकी जाए ठीक सही परि भाबरे वेस्ट विंड मध्य पवन रे सुंदर फूल कढ़ी गुड़िकर बास्ना को चारिआडे गुड़ेकी नहीं जाए लास्ट स्टांजा रे स्पीकर अप्रिशिएट करूछंती वेस्ट विंड को भलिया आर्ट वेस्ट विंड पाखरे अच्छी से जो वाइल्ड स्पिरिट टा गोटे आर्ट